ଆଜି ଆମେ ଆଉ ଗୋଟିଏ ପ୍ରେତିନୀ ବିଷୟରେ ପଢ଼ିବା, ଯାହାର ନାମ କି ହେଉଛି ନର୍ତ୍ତକୀ ପ୍ରେତିନୀ। କ'ଣ ନା ନର୍ତ୍ତକୀ ପ୍ରେତିନୀ। ଏ ନର୍ତ୍ତକୀ ପ୍ରେତିନୀ ଦେଖିବାକୁ କିପରି ଏବଂ ଏହାକୁ ନର୍ତ୍ତକୀ ପ୍ରେତିନୀ କାହାକୁ କୁହାଯାଏ, କ'ଣ ପାଇଁ କୁହାଯାଏ, ଆଉ ଏ କ'ଣ କାମ କରେ ସେ ବିଷୟରେ ଆଜି ଜାଣିବା। ନର୍ତ୍ତକୀ ପ୍ରେତିନୀ ଆପଣମାନେ ସ୍କ୍ରିନ୍ରେ ଦେଖିପାରୁଥିବେ। ନର୍ତ୍ତକୀ ପ୍ରେତିନୀ ଠିକ୍ ଦେଖିବା ପାଇଁ ଆପଣମାନଙ୍କର ସ୍କ୍ରିନ୍ରେ ଦେଖାଯାଉଥିବା ଚିତ୍ର ଭଳି ଇଏ ହେଉଛି ନର୍ତ୍ତକୀ ପ୍ରେତିନୀ। ଏଇ ନର୍ତ୍ତକୀ ପ୍ରେତିନୀ କ'ଣ କରେ ନା ଓଡ଼ିଶୀ ନୃତ୍ୟଶିଳ୍ପୀରେ କେଉଁଥିରେ ନା ଆମର ଓଡ଼ିଶୀ ନୃତ୍ୟଶିଳ୍ପୀ ଯେଉଁ ରହିଛି, ଓଡ଼ିଶୀ ନୃତ୍ୟଶିଳ୍ପରେ ଯଦି ପାରଦର୍ଶୀ ନର୍ତ୍ତକୀମାନେ ବିଶ୍ୱ ଦରବାରରେ ସେମାନେ ସମାଦୃତ ହେବା ପୂର୍ବରୁ, ସେମାନେ ବିଶ୍ୱ ଦରବାରରେ ସମ୍ମାନିତ ହେବେ ଆଉ ସେଠି କଳା ଦେଖାଇବା ପୂର୍ବରୁ ଶିଖିଥାନ୍ତି। ସେମାନେ ଯଦି ତା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥାଏ, ସେମାନେ ନର୍ତ୍ତକୀ ପ୍ରେତିନୀ ରୂପ ନିଅନ୍ତି। ଯଦି ସେମାନେ ବିଶ୍ୱ ଦରବାରରେ ଦେଖାଇ ପାରିନାହାନ୍ତି କିନ୍ତୁ ଶିଖିଛନ୍ତି, ତା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଛି, ଦେଖାଇବା ପୂର୍ବରୁ କିଛି କରିକି ଦେଖାଇବା ପୂର୍ବରୁ ମୃତ୍ୟୁ ହୋଇଯାଇଛି, ତାହେଲେ ସେମାନେ ନର୍ତ୍ତକୀ ପ୍ରେତିନୀ ରୂପ ନିଅନ୍ତି। ଏମାନଙ୍କର ଧ୍ୟାନ ଜ୍ଞାନ କେବଳ ଶିଳ୍ପକଳା। ଏମାନେ କାହାର କୌଣସି କ୍ଷତି କରନ୍ତି ନାହିଁ, କିନ୍ତୁ ଶିଳ୍ପକଳା ଚର୍ଚ୍ଚା ସମୟରେ ଏମାନଙ୍କୁ ଯଦି ବିରକ୍ତ କଲେ ଏମାନେ ଭୀଷଣ ରାଗିଯାଆନ୍ତି। ଦୃଷ୍ଟାନ୍ତ ଅଛି, କୌଣସି ସାହସୀ ପୁଅ ଝିଅ ଏମାନଙ୍କ ପାଖକୁ ଆସି ଶିଳ୍ପକଳା ଶିଖିବାର ଯଦି ରୁଚି ଦେଖାନ୍ତି, ସାହସୀ ହେଇକି ସେ ଆସିବ ନା, ନହେଲେ ସାହସୀ ନହେଲେ ସାମ୍ନାକୁ ଆସିପାରିବ କି? ତାହେଲେ ସାହସୀ ପୁଅ ଝିଅ ଯଦି ଏମାନଙ୍କ ପାଖକୁ ଆସି ଶିଳ୍ପକଳା ଶିଖିବାର ଯଦି ରୁଚି ଦେଖାନ୍ତି, ତାହେଲେ ଏମାନେ ତାଙ୍କୁ ଶିଳ୍ପକଳା ଉପରେ ମୁକ୍ତ ହସ୍ତରେ ଶିକ୍ଷାଦାନ କରନ୍ତି। ତାହେଲେ ଏମାନେ ଯାହା ଶିଖିଛନ୍ତି ତାକୁ ସେମାନେ ମୁକ୍ତ ହସ୍ତରେ ଶିକ୍ଷାଦାନ କରିଥାନ୍ତି। ତାହେଲେ ନର୍ତ୍ତକୀ ପ୍ରେତିନୀ କ'ଣ କରେ ନା ସେ ନର୍ତ୍ତକୀ କାମ ମାନେ ବିଶ୍ୱ ଦରବାରରେ ଦେଖିବା ପୂର୍ବରୁ, ସମାଦୃତ ହେବା ପୂର୍ବରୁ ତାର ଯଦି ମୃତ୍ୟୁ ହେଇଛି ସେ ଏଇଭଳି ରୂପ ନେଇଥାଏ ଆଉ ସେମାନେ ସେ ଏଇଆ କାମ କରିଥାଏ। ତାହେଲେ ଆମର ନର୍ତ୍ତକୀ ପ୍ରେତିନୀ ଭିଡ଼ିଓଟି ଯଦି ଭଲ ଲାଗିଛି ଆଉ ଷ୍ଟୋରିଟି ମାନେ ତାର କାହାକୁ ନର୍ତ୍ତକୀ ପ୍ରେତିନୀ କୁହାଯାଏ ଆଉ କ'ଣ କୁହାଯାଏ ଯଦି ଭଲ ଲାଗିଛି, ଜାଣିପାରିଲେ, ଆପଣ ଯଦି କିଛି ସୂଚନା ମିଳିଛି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ଆଉ ଭିଡ଼ିଓଟିକୁ ଲାଇକ୍ କରିବେ। ତାହେଲେ ରହୁଛି, ଧନ୍ୟବାଦ।